ବାପା କିଣିଥିବା ଘରେ ଯୋଉ ଆର ପାଣି ତୁମେ ପିଉଛ, ଠିକ ଅଛି। ଯେତେବେଳେ ସେଇ ପାଣି ଯେତେବେଳେ ତୁମେ ବାହାର ଦୁନିଆକୁ ବାହାରିକି ଆସିବ ନା, ସେଇ ପାଣି ପିଇବା ପାଇଁ ତୁମକୁ 20 ଟଙ୍କା 15 ଟଙ୍କା ଦେଇକି ବିସଲେରୀ ବୋଟଲ ପାଣି ପିଇବା ପାଇଁ ତୁମକୁ ପଡିଥାଏ, ଠିକ ଅଛି। ସେତେବେଳେ ତୁମେ ପ୍ରତ୍ୟେକ ବାପା ମା ଚାହାନ୍ତି କି ତାଙ୍କ ପିଲା ମାନେ ଆରାମସେ ରୁହନ୍ତୁ, ତାଙ୍କ ଜୀବନରେ କୌଣସି ମାନେ ଅସୁବିଧା ନ ଆସୁ, ପ୍ରତ୍ୟେକ ବାପା ମା ଚାହାନ୍ତି। ଆଉ ବାପା ମା ଚାହାନ୍ତି କି ମୋ ପୁଅ ଏ ସମାଜ ସାମ୍ନାରେ ଗୋଟେ ରାଜା ଭଳିଆ ରହୁ, ଠିକ ଅଛି। ଯେତେବେଳେ ବି ସେ ସମାଜ ସାମ୍ନାକୁ ଯିବ ନା, ପୁରା ପୁରା ଭକାଲ ମଚେଇ ଦେବ, ଠିକ ଅଛି। ଏଇଟା ପ୍ରତ୍ୟେକ ବାପା ମା ଚାହାନ୍ତି। କିନ୍ତୁ ସତ କଥା ହେଉଛି ରାଜା ହେବା ପାଇଁ ବି କିଛି କ୍ୱାଲିଟି ଦରକାର। ଆଉ ସେ କ୍ୱାଲିଟିଟା ଘରେ ବସିକି ବାପାଙ୍କ ପଇସାରେ ମୋବାଇଲ ରିଚାର୍ଜ କରିକି ମୋବାଇଲରେ ଆମେ ସର୍ଟ ଭିଡ଼ିଓ ଦେଖିବା, ବା ବାପାଙ୍କ ପଇସାରେ ଆମର ସମସ୍ତ ବ୍ୟକ୍ତିଗତ ସୁଖକୁ ଉପଭୋଗ କରିବା, ତ ଏଇଭଳିଆ ଯଦି ହରକତ କରିବା ତ ରାଜା ଭଳିଆ ଫିଲିଙ୍ଗସ୍ ତ ଆସିବନି, ବା ରାଜା ଭଳିଆ କ୍ୱାଲିଟି ତ ଆସିବନି। ତ ରାଜା ଭଳିଆ କ୍ୱାଲିଟି ସେତେବେଳେ ଆସିବ ଯେତେବେଳେ ତୁମେ ବାହାର ଦୁନିଆ ସହିତ ଯେତେବେଳେ ଫାଇଟ୍ କରିବ, ବାହାର ଦୁନିଆକୁ ତୁମେ ଜାଣିବା ପାଇଁ ଟ୍ରାଏ କରିବ, ସେତେବେଳେ ତମ ଭିତରେ ସେଇ ଯୋଉ କ୍ୱାଲିଟିଟା ବିଲ୍ଡ ହବ, ଠିକ ଅଛି। ତମେ ବାପା କିଣିଥିବା ଘରେ ଯୋଉ ଆର ପାଣି ତୁମେ ପିଉଛ, ଠିକ ଅଛି। ଯେତେବେଳେ ସେଇ ପାଣି ଯେତେବେଳେ ତୁମେ ବାହାର ଦୁନିଆକୁ ବାହାରିକି ଆସିବ ନା, ସେଇ ପାଣି ପିଇବା ପାଇଁ ତୁମକୁ 20 ଟଙ୍କା 15 ଟଙ୍କା ଦେଇକି ବିସଲେରୀ ବୋଟଲ ପାଣି ପିଇବା ପାଇଁ ତୁମକୁ ପଡିଥାଏ, ଠିକ ଅଛି। ସେତେବେଳେ ତୁମେ ଜାଣିବ ୟାର ଯୋଉ ପାଣି ଘରେ ମୁଁ ଫ୍ରିରେ ପିଉଥିଲି, ସେଇ ପାଣି ଆଜି ପଇସା ଦେଇକି ମୁଁ କିଣିକି ପିଉଛି। ତ ସେତେବେଳେ ତମେ ଡିଫାଇନ୍ କରିପାରିବ ଯେ ରିଏଲ ଦୁନିଆ କ'ଣ, ଠିକ ଅଛି। ରିଏଲ ଦୁନିଆଟା ଟିକେ ମାନେ ବାପା ମାଙ୍କ ଦୁନିଆଠୁ ଆଉ ଟିକେ ହାଟକେସେ ଅଛି ବାହାର ଦୁନିଆଟା, ଠିକ ଅଛି। ତ ବାହାର ଦୁନିଆକୁ ଯିଏ ଜାଣିଗଲା ନା ଭାଇ, ବାହାର ଦୁନିଆରେ ଯିଏ ସର୍ଭାଇଭ କରିବ ଶିଖିଗଲା ନା ଭାଇ, ସିଏ ଭାଇ ରାଜା, ଠିକ ଅଛି ହେଲା। ଆଉ ରାଜା ସିଏ କାହା ସାମ୍ନାରେ ନା ମୁଣ୍ଡ ନୁଆଇବା ପାଇଁ କେବେ କେବେ କମ୍ପ୍ରମାଇଜ କରେନି, ଠିକ ଅଛି। ଆଉ ଏଇଟା ହିଁ ଚାହାନ୍ତି, ପ୍ରତ୍ୟେକ ବାପା ମା ଚାହାନ୍ତି ଯେ ଆମ ପିଲା ରାଜା ହେଇକି ରହୁ, ଠିକ ଅଛି ହେଲା। ଆଉ ପ୍ରତ୍ୟେକ ପୁଅର ଏଇଟା ଗୋଟେ ଦାୟିତ୍ୱ ଥିବା ଦରକାର ଯେ ମୋ ବାପା ମା ଯାହା ଚାହୁଁଛନ୍ତି ସେଇ ଡିମାଣ୍ଡଟାକୁ ମୁଁ ପୁରା କରିବି, ଠିକ ଅଛି। ଏଇ ଜିନିଷ ଯଦି ଗୋଟେ ୟୁଥ୍ ସିଏ ଜାଣିଗଲା ନା, ତ ଭାଇ ତାଠୁ ସିଏ ଆଉ ମାନେ କ୍ୱାଲିଟି ପିଲା ଏଇ ଦୁନିଆରେ କେହି ରହିବେନି, ଠିକ ଅଛି ହେଲା। ଗୋଟେ କଥା ଅଛି ନା ଆମର, ଯଦି ଯିଏ ତୁମକୁ ଭଲ ପାଉଛି, ଠିକ ଅଛି, ତମ ଖୁସି ପାଇଁ ସିଏ ସବୁ କିଛି ତ୍ୟାଗ କରିକି ତମକୁ ବହୁତ ସାରା ଭଲ ପାଉଛି, ତମର କେୟାର ରଖୁଛି, ଠିକ ଅଛି ହେଲା। ମାନେ ତାକୁ ଯଦି ସକାଳେ ଯେତେବେଳେ ବାପା ଉଠୁଛି ନା, ତା ବଡିରେ ପେନ୍ ଅଛି, ସିଏ କୋଉ ମାନେ କାମ କରିବା ପାଇଁ ତାକୁ ଇଚ୍ଛା ହଉନି, ତା ସତ୍ତ୍ୱେ ବି ସିଏ ଚାହୁଁଛି କି ମୁଁ ମୋ ପୁଅ ପାଇଁ ମୁଁ ଖଟିବି, ମୋ ପିଲାମାନଙ୍କ ପାଇଁ ଖଟିବି। ତ ସେଇ କ୍ଷେତ୍ରରେ କ'ଣ ହଉଛି, ଆମ ୟୁଥ୍ ମାନଙ୍କର ବି କିଛି ଦାୟିତ୍ୱ ଥିବା ଦରକାର। ଆରେ ଯେଉଁ ବ୍ୟକ୍ତି ମୋ ପାଇଁ ଏତେ ସାକ୍ରିଫାଇସ୍ କରୁଛି, ଖରା କ'ଣ ବର୍ଷା କ'ଣ, ଠିକ ଅଛି, ବାହାର ଦୁନିଆ କହୁଛି ଭାଇ ତୁମେ 40 ଡିଗ୍ରୀ 45 ଡିଗ୍ରୀ ଖରାରେ ଘରକୁ ବାହାରନି, ତୁମକୁ ଅଂଶୁଘାତ ହେଇଯିବ, ଠିକ ଅଛି। ସେଇ ଖରାକୁ ଚ୍ୟାଲେଞ୍ଜ ଦେଇକିନା ସେ ସାମ୍ନାକୁ ପାଦ କାଢୁଛି, କାହା ପାଇଁ? ସିଏ ତାର ଗୋଟେ ତାର ସନ୍ତାନ ପାଇଁ, ସିଏ ସାରା ଜୀବନ ଯାହାକୁ ସିଏ ଫ୍ୟୁଚରରେ ଯେ ଏଇ ପିଲା ହିଁ ମୋର ସବୁ ଦାୟିତ୍ୱ ନେବ, ତା ପାଇଁ ସିଏ ଏତେ ସବୁ ସାକ୍ରିଫାଇସ୍ କରୁଛି। ତ ଯୋଉମାନେ ଆମ ପାଇଁ ସାକ୍ରିଫାଇସ୍ କରୁଛନ୍ତି ନା, ଆମର ବି ରେସ୍ପନ୍ସିବିଲିଟି ଅଛି ତାଙ୍କ ପାଇଁ ଆମେ କିଛି କରିବା, ଠିକ ଅଛି। ଆଉ ସେଇଟା ଆମେ ସେତେବେଳେ କରିବା ଯେତେବେଳେ ଆମେ ପ୍ରତ୍ୟେକ କାମରେ ଆମକୁ ନିଜକୁ ଇନଭଲ୍ଭ କରିବା, ପ୍ରତ୍ୟେକ କାମରେ ଯେମିତିକି ସୂର୍ଯ୍ୟ ଭଳିଆ ଆମକୁ ପ୍ରଥମେ ଜଳିବାକୁ ପଡ଼ିବ, ତାପରେ ହିଁ ଆମକୁ ସାରା ଦୁନିଆ ମନେ ରଖିବ ଯେ ଗୋଟେ ପିଲା ଥିଲା, ପୁରା ଭକାଲ ବାଲା ପିଲା ଥିଲା, ଠିକ ଅଛି। ଯେମିତି ଶଇ ରହିଲେ ହବନି ଭାଇ, ସମୟ ବହୁତ ଅଛି। ଏଟଲିଷ୍ଟ ତୁମ ପରିବାର ପାଇଁ କିଛି କର, ତୁମ ବାପାଙ୍କ ପାଇଁ କର, ଠିକ ଅଛି। ଯିଏ ତୁମକୁ ପିଲାଦିନରୁ ରାଜା ଭଳିଆ ପାଳିଛି ନା, ତୁମର ବି ସେ ରେସ୍ପନ୍ସିବିଲିଟି ଅଛି କି ତମେ ବି ତୁମ ବାପାଙ୍କୁ ରାଜା ଭଳିଆ ରଖିବା ପାଇଁ।